सहस्रकृत्वा पुनश्च भूयोऽपि नमो नमस्ते। ओम जयंती मंगलाकाली भद्रकाली कपालिनी दुर्गा क्षमा शिवा धात्री स्वाहा स्वाधा नमस्तुते। गुरुदेव गुरु जय गुरु जय गुरु जय गुरु गुरुदेव गुरुदेव गुरुदेव। आज गीतांकर जयंती विभिन्न स्थान रे पालन होउछि। आज होउछि मोक्षदा एकादशी। तेणु अनेक जगार अनेक तीर्थ स्थान रे एकादशी दिन भगवान गीता कहिबा अर्जुन को जो उपदेश दौथिले शेष करथिले बोली आज एकादशी दिन गीता जयंती पालन होउछि। किंतु अन्य स्थान मानकरे तथा ओडिशा रे मध्य गीता जयंती आसंता 3 तारीख मात्र दिने 2 दिन एपट सेपट हुए। तेबे जी सबुदिन गीता पढ़े तार गीता जयंती स्वतंत्र पालन कले जहा न कले भी सैया। गीता पुस्तक को फूल चंदन तुलसी रे पूजा करिवा पई गीतार जन्म हेई नथिला। गीतार जन्म ही थिला पढ़िबा पई। कारण गीता सुगीता से गोटे सुंदर भगवान परमात्मा साकार परमात्मा उद्देश्य रे ताहा हेउछि एक सुंदर भजन बा सुंदर संगीत। गीता सुगीता कर्तव्य गीता भितर जहाँ सबू लेखा अच्छी जेते कथा लेखा अच्छी सबू लेखार मौलिक तत्व 18टी अध्यायर मौलिक तत्वर मूलटी होउछि कर्म। कर्म बा कर्तव्य। मनीष जो कर्म करुछि सबू तो कर्म पाप काम भी कर्म पुण्य काम भी काम किंतु कर्तव्य होउछि श्रेष्ठ कर्म। गीता सुगीता कर्तव्य। आमे जेतेबेले निजर दायित्व को ठीक ठीक भाव चलई पारिबा चलैबा सेटा होउछि प्रकृत रे कर्तव्य। यथा बाप मांकर पुओ झीओं प्रति कर्तव्य कौन? बाप माँ गोटे जगार बसी विचार करेंगे आम पुओ झीओं को क्यों पोशाक दबा किभलिया पोशाक दबा क्यों दिन दबा क्यों स्कूल कि कॉलेज रे तांको पढ़ेबा कि पिला को बसैकी मत नहीं से कौ पाठ पढ़िले खुशी हेबे से कथा जणैबा एवं पिलांको मझिरे मझिरे अंततः सेमानकर चारित्रिक त्रुटि न होबा पई नियमाग्रह माने नियम अनुଯାୟୀ केमिति से चलिबे केतेबेले उठिबे केतेबेले नित्यकर्म सारिबे केतेबेले पाठ पढ़िबे केतेबेले खेलिबे केते खेलिबा भी ता भीतर रहइबो। यही सब विषय गोटे आलोचना करवा। जमा जदि आलोचना जो न हुए केबे भी आलोचना हब नहीं। जिते गोटे 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 किसी इनसीडेंट घटिबो कि गोटे चगलामी पुओ झील हेले से दिन वर्षक से वर्षे पारी जीवनी वर्षक भितर गोटे थर बसिक रे एमती कहीं हेलु सेमती कहीं हेलु
ମୋର ଏତେ ନାଁ ଅଛି, ମୁଁ ଏମିତି ପାଠ ପଢ଼ିଛି, ଏମିତି ପଢ଼ିଥିଲି, ଏଗୁଡ଼ାକ ସବୁ ଅକର୍ତ୍ତବ୍ୟ, ଏଗୁଡ଼ା କର୍ତ୍ତବ୍ୟ ନୁହେଁ। ତେଣୁ ଗୀତା ସୁଗୀତା କର୍ତ୍ତବ୍ୟ। ଖାଲି ଆଉ ପରିବାର କଥା ଉପରେ ବିଶେଷ ଆମେ ଗୁରୁତ୍ୱ ଦେଉଛୁ। ଏଇ ପାରିବାରିକ ଜୀବନ ଭିତରୁ ଭଗବାନ ଶ୍ରୀରାମ ଆସିଛନ୍ତି, ଶ୍ରୀକୃଷ୍ଣ ଆସିଛନ୍ତି। ଏଇ ପାରିବାରିକ ଜୀବନ ଭିତରେ ଭଗବାନ ନୃସିଂହ ଆସିଛନ୍ତି, ଭଗବାନ ବାମନ ବି ଆସିଛନ୍ତି। ଯଦି ହିନ୍ଦୁ ଧର୍ମ ପରେ ଆମେ ମହମ୍ମଦ କ'ଣ ପରିବାରକୁ ଛାଡ଼ିକିରି ଆସିଛନ୍ତି? ଯୀଶୁଖ୍ରୀଷ୍ଟ ସେ କ'ଣ ପରିବାରକୁ ଛାଡ଼ିକିରି ଆସିଛନ୍ତି? ସମସ୍ତଙ୍କ ଜୀବନରେ ଗୋଟେ ପାରିବାରିକ ଜୀବନ ସଂଯୋଗ ହେଇକିରି ରହିଛି। ଭଗବାନ ବୁଦ୍ଧ ରାଜା ପୁଅ, ମହାବୀର ଜୈନ, ମହିମା ସ୍ୱାମୀ, ଯେତେ ଆସିଛନ୍ତି ପୃଥିବୀକି, ତାଙ୍କର ଜନ୍ମ ରହସ୍ୟ ହୁଏତ ଏକ ଏକ ପ୍ରକାର ହେଇପାରେ, କିନ୍ତୁ ଗୋଟେ ପରିବାର ସହିତ ତାଙ୍କ ଜୀବନର ସମ୍ପର୍କ ନିବିଡ଼ ହେଇକି ରହିଛି। ପାରିବାରିକ ଜୀବନ ଇଏ ହେଉଛି କର୍ତ୍ତବ୍ୟ। ପରିବାରରୁ ହିଁ ଗୋଟାଏ ମହତ ପୁରୁଷ ଜନ୍ମ ନିଏ, ଗୋଟିଏ ଶିକ୍ଷାବିତ ଜନ୍ମ ନିଏ, ଜଣେ ବୈଜ୍ଞାନିକ ଜନ୍ମ ନିଅନ୍ତି, ଜଣେ ସନ୍ଥ ବି ଜନ୍ମ ନିଅନ୍ତି, ଜଣେ ମୂର୍ଖ ବି ଜନ୍ମ ନିଅନ୍ତି, ଜଣେ ଦୁର୍ଦ୍ଦାନ୍ତ ବ୍ୟକ୍ତି ହେଇକି ବି ଜନ୍ମ ହୁଅନ୍ତି। ତେଣୁ କର୍ତ୍ତବ୍ୟ ହେଉଛି ଏମିତି ଏକ ଚାବିକାଠି, ଯେଉଁ ଚାବିକାଠି ଦ୍ୱାରା ଗୋଟିଏ ଭଲ ମଣିଷ ଜନ୍ମ ହେଇପାରିବ, ଭଲ ମଣିଷଟିଏ ଜଣେ ହେଇପାରିବ। ତେଣୁ ଗୀତା ସୁଗୀତା କର୍ତ୍ତବ୍ୟ। ଗୀତା ସୁଗୀତା କର୍ତ୍ତବ୍ୟ କି ମନେ ଶାସ୍ତ୍ର ବିସ୍ତର ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତ ବିନିଶ୍ରୁତା। ଇଏ ପୃଥିବୀରେ ଯେତେ ଧର୍ମଶାସ୍ତ୍ର ଅଛି, ଧରନ୍ତୁ ହିନ୍ଦୁ କହୁଛି ଆମର ବେଦ, ଇସଲାମ କହୁଛନ୍ତି ଆମର କୋରାନ, ଖ୍ରୀଷ୍ଟିଆନ ମାନେ କହୁଛନ୍ତି ଆମର ବାଇବେଲ, କିଏ କହୁଛନ୍ତି ଆମର ତ୍ରିପିଟକ, କିଏ କହୁଛନ୍ତି ଗ୍ରନ୍ଥ ସାହେବ। କିନ୍ତୁ ଏ ସବୁଗୁଡ଼ାକ ଭାଷା ବା ସବୁଗୁଡ଼ାକ କଥା ମଣିଷ ତିଆରି ପାଇଁ ଆସିଛି, ଗୋଟେ ଧର୍ମ ମତକୁ ମାଧ୍ୟମ କରି ଆସିଛି। କିନ୍ତୁ ଆମ ମତରେ ସବୁ ସେଇ ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତ ବିନିଶ୍ରୁତା। ଆମେ ତାଙ୍କୁ ଦେଖିପାରୁନୁ, ସେ ସାକାର, ତାଙ୍କୁ ନିରାକାର ବୋଲି ଆମେ ଖାଲି ସମ୍ବୋଧନ କରୁଛୁ। ଭଗବାନଙ୍କୁ ନିରାକାର ବୋଲି ଆମେ ସମ୍ବୋଧନ କରୁ, କିନ୍ତୁ ପ୍ରକୃତରେ ଭଗବାନ ହେଉଛନ୍ତି ସାକାର। ନିରାକାର ସେଠାରେ ବି ଅଛନ୍ତି, ଏଠାରେ ବି ଅଛନ୍ତି। ଧରନ୍ତୁ ଆମେ ଗୋଟିଏ ସାକାର, ଆମ ଭିତରେ ନିରାକାର ଅଛନ୍ତି ଆତ୍ମା। ସୃଷ୍ଟି ହେଉଛି ସାକାର। ସୃଷ୍ଟିର ପ୍ରତିଟି ଦ୍ରବ୍ୟ ଠାରୁ ମଣିଷ ପର୍ଯ୍ୟନ୍ତ ସବୁ ଭିତରେ ଗୁଣ, ଔଷଧୀୟ ଗୁଣ, ଦ୍ରବ୍ୟ ଗୁଣ, ସୁବାସ, ସୌନ୍ଦର୍ଯ୍ୟ, କାଷ୍ଠ ଏବଂ ଝରଣା, ଛାୟା, ଫଳ ସବୁ ତା ଭିତରେ ଅଛି। ତାକୁ କିଏ ସୃଷ୍ଟି କରୁଛି? ସେ ହେଉଛନ୍ତି ନିରାକାର। କିନ୍ତୁ ଯାହାକୁ କୁହାଯାଉଛନ୍ତି ପ୍ରକୃତ ନିରାକାର ବୋଲି କହୁଛନ୍ତି, ଦାବି କରୁଛନ୍ତି, ବଳିଆ ସେଇମାନଙ୍କୁ ନିବେଦନାତ୍ମକ ଭାଷାରେ କହୁଛି, ପରମାତ୍ମା ହେଉଛନ୍ତି ପ୍ରକୃତରେ ସାକାର। ଯିଏ ଅଛନ୍ତି, ଯିଏ ଥିଲେ, ଯିଏ ରହିବେ, ଯାହାଙ୍କୁ ଯୋଗୀମାନେ ଦେଖିଥିଲେ, ଏବେ ବି ଦେଖୁଛନ୍ତି, ଆଗକୁ ମଧ୍ୟ ଦେଖିବେ। କେତେକ ଦେଖି ନପାରି କହୁଛନ୍ତି ଭଗବାନ ନାହାନ୍ତି। ଯଦି ଭଗବାନ ନାହାନ୍ତି ଆଉ କିଏ ଅଛନ୍ତି? ନା ପ୍ରକୃତି ସବୁ ତୈରି କରିଛି। ଗୀତା ମଧ୍ୟ ସେ ପ୍ରକୃତିକି ମଧ୍ୟ ଭଗବାନ ବୋଲି କହିଛନ୍ତି। ଗୀତାରେ ଲେଖା ଅଛନ୍ତି
ମୟା ଦକ୍ଷେଣ ପ୍ରକୃତି ସୁୟତେ ସଚରାଚରମ। ତୁମେ ହୁଏତ ପୁରୁଷକୁ ନ ମାନିପାର, ଅଦୃଶ୍ୟ ସତ୍ତାକୁ ନ ମାନିପାର, କିନ୍ତୁ ପ୍ରକୃତିକି ଯଦି ମାନୁଛ ତାମାନେ ତୁମେ ସେହି ନିରାକାର ସାକାର ସମସ୍ତଙ୍କୁ ମାନୁଛ। ତେଣୁ ବୁଝିବାକୁ ପଡ଼ିବ ଭଗବାନ ହେଉଛନ୍ତି ପ୍ରକୃତିରେ ସାକାର ମୂର୍ତ୍ତି, କିନ୍ତୁ ସେ ଅଦୃଶ୍ୟ। କିନ୍ତୁ ଅଦୃଶ୍ୟ ଯେ ସିଏ ପୁଣି ଧ୍ୟାନରେ ଦୃଶ୍ୟମାନ ହୁଅନ୍ତି, ଅନୁଭବ ହୁଅନ୍ତି, ତେବେ ଅଦୃଶ୍ୟ ହେଲେ କେମିତି? ଆଉ ପ୍ରକୃତିକୁ ତ ଆମେ ବର୍ଷା ହଉ, ମେଘ ହଉ, ପବନ ହଉ, ତାକୁ ତ ଆମେ ବାସ୍ତବରେ ଅନୁଭବ କରୁଛୁ। ତେଣୁ ଇଏ ହେଉଛି ଗୀତା ସୁଗୀତା କର୍ତ୍ତବ୍ୟା କିମ ନେଇ ଶାସ୍ତ୍ର ବ୍ୟସ୍ତରେ ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଟ ବିନିଶ୍ରୁତା। ହେ ସଜ୍ଜନ, ଆଜି ତ ଏକାଦଶୀରେ ଅନେକ ଜାଗାରେ ମଧ୍ୟପ୍ରଦେଶର ଡୁଙ୍ଗୁରୁଆଡ଼ା ଗ୍ରାମରେ ନର୍ମଦା ମା ନର୍ମଦାଙ୍କ କୂଳରେ ଜଗନ୍ନାଥଙ୍କ କ୍ଷେତ୍ରଟିଏ ତୈରି ହୋଇଛି। ତାଙ୍କ ନାଁ ଦିଆଯାଇଛି ଅଖଣ୍ଡ ମଣ୍ଡଳେଶ୍ୱର। ଏହି ଅଖଣ୍ଡ ମଣ୍ଡଳେଶ୍ୱରଙ୍କର କ୍ଷେତ୍ରରେ ସେଠି ଦାୟିତ୍ୱରେ ଅଛନ୍ତି ପ୍ରସାଦ ବାବାଜୀ। ତାଙ୍କ ପାଖକୁ ଫୋନ୍ କଲାକୁ ସେ କହିଲେ ଏଠି ଗୀତା ଜୟନ୍ତୀ ପାଳନ ହେଉଛି। ତ ସେଠି ସେମାନେ ଗୀତା ଜୟନ୍ତୀ ପାଳନ କରୁଥିବା ବେଳେ ଆମର ଏ ପାଖରେ ରାଉରକେଲା ଆମ ଆଶ୍ରମର କଥା ମୁଁ କହୁଛି, ଆମ ଏଇ ଅନନ୍ତ ଆଶ୍ରମର ପରିବାର ଯେଉଁଠି ଅଛନ୍ତି, ରାଉରକେଲା, ବରଗଡ଼ ଇତ୍ୟାଦି ଇତ୍ୟାଦି ଜାଗାରେ 3 ତାରିଖ ଦିନ, ଆସନ୍ତା 3 ତାରିଖ ଦିନ ଗୀତା ଜୟନ୍ତୀ ପାଳନ ହେବେ। ଗୀତା ଯଜ୍ଞ କରିବ କି ନ କରିବ ସେ ଅଲଗା କଥା। ଗୀତା ପଢ଼ିବା, ଗୀତା ପଢ଼ିକିରି ତାକୁ ମନେ ରଖିବା ଏବଂ ତାକୁ କାର୍ଯ୍ୟରେ ପରିଣତ କରିବା ହିଁ ପ୍ରକୃତରେ ଗୀତା ଜୟନ୍ତୀ। ଗୀତା ହେଉଛନ୍ତି ମା, ଭଗବାନ କୃଷ୍ଣ ହେଉଛନ୍ତି ଆମ ପାଇଁ ପିତା ଏବଂ ଅର୍ଜୁନ ହେଉଛନ୍ତି ଆମମାନଙ୍କର ସଖା। ଆମ ଆତ୍ମା ଯଦି କୃଷ୍ଣ ହୁଅନ୍ତି, ସଖା ହୁଅନ୍ତି ଅର୍ଜୁନ। ଏଇଭଳି ଭାବରେ ଆଜି ପବିତ୍ର ଏକାଦଶୀ, ଏକାଦଶୀ ଠାରୁ ବିଷ୍ଣୁ ବ୍ରତ ଆଉ ଦୁନିଆରେ ବଡ଼ ବ୍ରତ କିଛି ନାହିଁ। ଏଇ ବିଶାଳ ପବିତ୍ର ଏକାଦଶୀ ବ୍ରତରେ ଏହି ସାନ୍ଧ୍ୟ କାଳରେ ଗୀତାଙ୍କୁ ପ୍ରଣାମ ଜଣାଇ ସମସ୍ତଙ୍କର ଶୁଭକାମନା କରି ରହୁଛି। ଜୟ ଗୀତା, ଜୟ ଭାଗବତ, ଜୟ ଧର୍ମ, ଜୟ ସନାତନ।